ମା ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଶୁଭ ସକାଳ। ପିଛଲକୁ ମାଛ ପାଇଁ ଯାଇପାରୁନି, ବର୍ଷା ପ୍ରବଳ ହଉଛି। ଆଉ ନହେଲେ ତତେ ଭାତ ରୁଚୁ ନା ଯାହା ତିନ୍ତି ଯାଇ ମୋ କଥା କହୁଛ, ତମ କଥା କହୁନ। ମୋ କଥା କଣ କହିବି, ତୋର ନାକି ତ ତିନ୍ତି ଦହି ପିଓର ଦହି ଆଦେହରେ କିନ୍ତୁ ଭାସୁଛି, ଦେଖୁଛୁ ଲହୁଣୀ ଭାସୁଛି। ଆଉ ଏପଟେ ଲହୁଣୀ। ମୁଁ କହିବା କଥା ଶ୍ରାବଣ ମାସ ବହୁତ ଲୋକ ଅଛନ୍ତି ଶ୍ରାବଣ ମାସ ଖାଇବେନି, ଧର୍ମ ମାସ। ଆଉ ସବୁ ଯୋଉ ମାସ ଗୁଡା ରହିଲା, ଆଉ 11ଟା ମାସ କଣ ଅଧର୍ମ ମାସ କି? ହାଇ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ୱେଲକମ୍ କରିବି ସାଙ୍ଗମାନେ ଗୋଟେ ନ୍ୟୁ ବ୍ଲଗକୁ। ଆଉ ଭିଡ଼ିଓଟା ଷ୍ଟାର୍ଟ ହେଉଛି କେତେଟା ହେଇଛି? 8:30ଟା ଷ୍ଟାର୍ଟ କରିଦେଲେ। ଆଜି ହେଉଛି ବୁଧବାର ନା? ଆଜି ବୁଧବାର। ଏତେ ଜୋରରେ ବର୍ଷା ରାତିରୁ ହେଲାଣି କି ସକାଳୁ ଜାଣି କେତେବେଳକୁ ବର୍ଷା ହେଲାଣି। ମୁଁ ତ ଉଦ୍ରାଟ ହେଲାଣି 5ଟା ବେଳକୁ ତା ପୂର୍ବରୁ ବୋଧେ ହେଇଛି। ମାନେ ଛିନଛତ୍ର ବର୍ଷା। ଆଜି କଣ କୋଉଠି କଣ ଲ୍ୟାଣ୍ଡଫଲ୍ କରିବ, ମାନେ ଏମିତି ବାତ୍ୟା ଫାତ୍ୟା ଝଡ଼ି ପଡ଼ି ହେଇଛି ଯେ ଆମର ଭୟଙ୍କର ବର୍ଷା ଛେଚୁଛି। ଆଉ ଏବେ ଆଉ କଣ କରିବି ବର୍ଷାରେ, କଣ ମୁଁ ଭିଡ଼ିଓ ବାହାର କରିବି ଆପଣମାନଙ୍କ ପାଇଁ, କଣ ସେୟାର କରିବି ମୁଁ ଜାଣିପାରୁନି। ତ ଚାଲନ୍ତୁ ଦେଖିବା ବାହାରେ କେତେବେଳେ ବର୍ଷା ହେଉଛି, ଆଉ ବାହାର ସବୁ ବସିକି ବାପା ହେରିକା ସବୁ କଣ କରୁଛନ୍ତି। ଓକେ, ଆଉ ଆଜିର ରୋଷେଇ କଣ? ଦେଖିବା ଆଉ ମାଛ ଆସିବ। ମାଛ ଆସିବ, ବାପା ଯିବେ ଆମର ଯୋଉ ଖଣିଜି ଯୋଉ ଜାଗାର ମେନ୍ ଜାଗା। ମୁଁ ଯିବାକୁ ଚାହୁଁଛି କିନ୍ତୁ ଏତେ ବର୍ଷାରେ ମତେ ନେବେନି ସେ। ମାନେ ଯାଇକି ଟିକେ ବଢିଆ ସେ ଆସିଥାଏ ନା କଣ? ମତେ ଟିକେ ନେଇଯିବ କହିବ। ଓକେ, ଚାଲନ୍ତୁ ଯିବା ଏବେ ବାହାରେ। ଓ କଣ ଦେଖିଛୁ? କେତେ ଜୋର ବର୍ଷା ହେଉଛି ଏଠି ଦେଖନ୍ତୁ, ଭୟଙ୍କର ବର୍ଷା। ବାପା ବାପା ଗୁଡ୍ ମର୍ଣ୍ଣିଂ। ସକାଳୁ ଉଠିକି କଣ କରୁଛ? ଏ ବର୍ଷାରେ ତାହେଲେ ଏଠି କାହିଁ ବସିଛ? ଆଜି ଖବରଟା କଣ ଟିକେ କୁହନ୍ତୁ ଟିକେ। ବର୍ଷାରେ ମାଛ ପାଇଁ ଯାଇପାରୁନି, ପିଛଲକୁ ମାଛ ପାଇଁ ଯାଇପାରୁନି, ବର୍ଷା ପ୍ରବଳ ହଉଛି। ଆଉ ନହେଲେ ତତେ ଭାତ ରୁଚୁ ନା ଯାହା ତିନ୍ତି ଯାଇ ମୋ କଥା କହୁଛ, ତମ କଥା କହୁନ। ମୋ କଥା କଣ କହିବି, ତୋର ନାକି ତ ତିନ୍ତି ଯାଇ ମାଛ ଆଣିଥିଲି। ହଁ ମୋରି ପାଇଁ ନା, ତୋର ଭାତ ଯାଉଛି ନା, ମୋର ଯାଉନି। ଖାଲି ସବୁ ବସିଛନ୍ତି। ଛତୁବାଟରେ ଆଜି କାମ ହବନି ଲାଗୁଛି। ଛତୁବାଟ ଆଜି କାମ କିଛି ନାହିଁ, ଛତୁ ତୋଳିବା କଥା ତୋଳି କାଲି ଅଳ୍ପ ବାହାରିଥାନ୍ତା, କାଲିକି ତୋଳିବୁ। ସେଟା କଢ଼ ଫୁଲୁଆ ହେଇଯିବ। ଆଜି କଣ ଦିନ ସାରା ବର୍ଷା ହବାର ଅଛି? ପ୍ରବଳ ବର୍ଷା ହଉଛି। ସେଇଥିପାଇଁ ବର୍ଷା ପାଇଁ କିଛି କାମ ନାହିଁ, ବସିଯାଇଛନ୍ତି ସବୁ ଆଉ। ମା ଗୁଡ୍ ମର୍ଣ୍ଣିଂ, ଶୁଭ ସକାଳ। ଶୁଭ ସକାଳ। ଶୁଭ ସକାଳ। ସକାଳ ପଖାଳ କହୁନୁ, ସକାଳ ପଖାଳ। ତୁ ବା ନିଜେ କହୁଥିଲୁ ସକାଳ ପଖାଳ। ମୁଁ କହିଲି ମା ଶୁଭ ସକାଳ, ମା କହୁଛି ସକାଳ ପଖାଳ। ବଢିଆ କହିଛୁ। ଗୁଡ୍ ମର୍ଣ୍ଣିଂ, ଗୁଡ୍ ମର୍ଣ୍ଣିଂ। କଣ କଣ କିରେ ପିଣ୍ଡା ସବୁ ଲମ୍ବା ହେଇକି ବସିଛ ସବୁ? ରୋଳା ରୋଳ ରୋଳ ବକେଟ କିନ୍ତୁ ଅନେଇ ଦେଖୁଛୁ। ବଢିଆ ଏଇ ବର୍ଷାରେ, ଏତେ ସାରା ବର୍ଷା ଝିପ୍ 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 ଚାଲିଛି। ଆଜି କଣ ଯିବୁନି ବର୍ଷାରେ? ବର୍ଷା ହଉଛି, ବାତ୍ୟା ହଉଛି, ବାତ୍ୟା। ଆଉ ଜଣେ ଆଉ ହଉ ଆସ, ତୁ ଏଠି ବସ। ଆଉ ଜଣେ ଆସିକି ଏଠି ତାର ଆମ ସାଙ୍ଗରେ ମିଶିଗଲା, କ୍ରିସ୍। କଣ ଗୋଟେ କହୁଥିଲୁ? କହୁଛନ୍ତି ସମସ୍ତେ ଯୋଉ କମେଣ୍ଟ କରିଛନ୍ତି ଶ୍ରାବଣ ମାସରେ ନନଭେଜ ଖାଉଛନ୍ତି, ଯୋଉ ବୋଲବମ୍ ଟା ଆମେ ଯାଇଥିଲୁ ଆକ୍ଚୁଆଲି। ଆରେ ମୁଁ ତ ବୋଲବମ୍ ଯାଇଥିଲି ନା, ମୁଁ ଶ୍ରାବଣ ମାସରେ ଆଇଁଷ ଖାଇବିନି। ସିଏ ଧନ ନନା 3 ଜଣ ବୋଲବମ୍ ଯାଇଥିଲା, ଆମ କ୍ରିସ୍। ଆଉ ଇଏ ଯେହେତୁ ଛୋଟ ଛୁଆ, ଇଏ ଅବଭିୟସଲି ପାଣ୍ଡାଳି ସୁଧା ନନଭେଜ ଖାଇବ। ଲିପା ତ ଏଯାଏ ବି ଖାଉନି, ସେ ତାର ମାସ ସାରା ରହିବ। ମୁଁ ତ ଖାଏନି ଶ୍ରାବଣ ମାସରେ, ମୁଁ ନନଭେଜ ଖାଏନି, ମୁଁ ବି ଖାଉନି। ତା ମାନେ ନୁହଁ ଯେ ସମସ୍ତେ ଶ୍ରାବଣ ମାସ କରନ୍ତି। ଯିଏ କରେ ସେ ଖାଇବନି, ଯିଏ ନ କରନ୍ତି ସେ ଖାଇବ। ମୁଁ ନନଭେଜ ଖାଇଥିଲି, ମୁଁ କେବଳ ଯିବାର ରିଜନ, ମୁଁ ଭିଡିଓ କରିଥିଲି ଏଠି, ସେମାନେ ଯାଉଛନ୍ତି, ଗୁଲିର ମୋର ଦି ଜଣ ଯାଇଥିଲି, ମୁଁ ଭିଡିଓ ଫଟୋ କରିକି ଆସିଥିଲି। କୋଉଠି ଆପଣ ମାନେ ଦେଖିଛନ୍ତି କି ମୁଁ ପାଣି ଢାଳିବାର? ମୁଁ ପାଣି ଢାଳିଥିଲି, ମୁଁ କ୍ୟାମେରା ସାମ୍ନାକୁ ଆସିନଥାନ୍ତି ବୋଧେ ଲାଗୁଛି, ନୁହଁ କି? ମାନେ ମାଇଣ୍ଡରେ ଗୋଟେ ରଖିଦେଇଛନ୍ତି କି ସେ ଆଇଁଷ ଖାଇକି ପୁରା ପାଣି ଢାଳିଛି ଆଉ। ମାନେ ସେଦିନଠୁ ସବୁ ଭିଡିଓରେ କଣ୍ଟିନ୍ୟୁଅସଲି ଚାଲିଛି। କିନ୍ତୁ ମୁଁ ନନଭେଜ ଖାଇଛି, କିନ୍ତୁ ମୁଁ ପାଣି ଢାଳି ନାହିଁ ରେ ଭାଇ। ଢାଳିବା ଲୋକ ଏମାନେ, ଏଇମାନେ ଇଏ ଯେହେତୁ ଛୋଟ ଛୋଟ କଥା ଛାଡ। ତାପରେ ଆମେ ପାଣି ଢାଳିଦେଲେ, ଆମେ ତ ଖାଉନୁ ଆଇଁଷ ନା, ସେ ତ ମାସେ ହେଲା ଖାଉନି। ମୁଁ ଖାଇଲା ବେଳେ କେବେ କେତେବେଳେ ୟାକୁ ଦେଖଉଛି ଇଏ ନନଭେଜ ଖାଇଲା ବେଳେ? ଆମେ କାହିଁକିନା ଅଲଗା ଖାଉ ସବୁବେଳେ, ଯେତେବେଳେ ନନଭେଜ ଖାଉ ସେ ତାର ଭେଜ ଖାଉ, ସବୁବେଳେ ଅଲଗା ଖାଉଛି। ତ ତାକୁ ମୁଁ ନନଭେଜ ଖାଇଲା ଭିତରେ ଦେଖେଇ ନାହିଁ। କିନ୍ତୁ ଯାହା ଭାବୁଛନ୍ତି ଆଉ, ଯୋଉଟା ବି କହୁଛନ୍ତି ଟିକେ ଦେଖିକି କହିଲେ ଟିକେ ଭଲ ଲାଗିବ। ନ ଦେଖିକି ଖାଲି ଅନ୍ଧାରିଆ କହିଲେ ସବୁ କଣ କାମ, ନୁହଁ କି? ମୂଳରୁ ଜାଣିନଥିବେ ସେ ନନଭେଜ ଖାଉଛି, ମାନେ ମତେ ଭରା କମେଣ୍ଟରେ ଛି ବି କହି ଯାହା କହିଛନ୍ତି ଲୋ ମା। ସେ ଭିଡିଓରେ ମୁଁ କହିଲି କଣ ଆଉ ମୁଁ କହିବି, ସେଥିପାଇଁ ମୁଁ କହିଲି ଫାଷ୍ଟ ଟୁ ଲାଷ୍ଟ ଯଦି ଦେଖିନାହାନ୍ତି।
ବର୍ଷକ 12 ମାସ ତମେ ନନଭେଜ ଖାଇବ, ଗୋଟେ ମାସ ନ ଖାଇ ଯଦି ମୁଁ କହିବା ଶ୍ରାବଣ ମାସ, ବହୁତ ଲୋକ ଅଛନ୍ତି ଶ୍ରାବଣ ମାସ ଖାଇବେନି, ଆଉ ଧର୍ମ ମାସ, ଆଉ ସବୁ ଯୋଉ ମାସ ଗୁଡା ରହିଲା ଆଉ 11ଟା ମାସ କଣ ଅଧର୍ମ ମାସ କି? ସେମିତି କିଛି ନୁହଁ, ମନର ଭକ୍ତି ଥିବା ଦରକାର, ବାସ ସଇଲା। ଆଉ ଯୋଉ କହୁଛି ଶ୍ରାବଣ ମାସ ଏମିତି କଣ ଯେତିକି ଲୋକ ଅଛନ୍ତି ସମସ୍ତେ କଣ ମାନେ ଛାଡି ଦେଇଛନ୍ତି କି ଆଇଁଷ? ସମସ୍ତେ ତ ଖାଉଛନ୍ତି। ତାପରେ ଆମେ କଣ ଦେଖୁଛନ୍ତି କିଏ ଖାଇ ଢାଲୁଛି କିଏ ନ ଖାଇ ଢାଲୁଛି, ସେମିତି କାହାକୁ ଜଜମେଣ୍ଟ କରିବା ଦରକାର ନାହିଁ। କରିବନି କାହିଁ, କରିବ ଯୋଉଟା ସତଟା ଜାଣି ସାରିଲା ପରେ କର। ହଁ ମୂଳରୁ ବିନା କିଛି ସତରେ କାହାକୁ ଜଜମେଣ୍ଟ କରିବାଟା ଠିକ ନୁହଁ। ଓକେ ସରିଲା ଆମର ଟପିକ୍, ଆମେ ଟିକେ କ୍ଲିୟର କରିଦେଲୁ କାହିଁକିନା ଆପଣମାନେ ଡାଉଟ୍ରେ ରହିଛନ୍ତି, ସେଦିନଠୁ ବାର କ୍ୱେଶ୍ଚନ୍ କରୁଛନ୍ତି। ତ ଆଜି ଯେଉଁ ବର୍ଷା ପାଗ ହେଉଛି, ନିଦ ମାଇଲାଣି ଲିପାଦି, ଆଜି ଯେଉଁ ବର୍ଷା ପାଗ ହେଉଛି କ'ଣ କରିବା କହ? କିଛି ତ ଗୋଟେ କରିବା ଟିକେ ଗୋଟେ ସ୍ପେଶାଲ ଇଏ କରେ, ମାନେ ଥରେ ଆମ ଘରେ କରିଥିଲା, ସେ ଗୋଟେ ବଢିଆ ମାନେ ଟାଇମରେ କରାହେଇଥିଲା, ମାନେ ଏତେ ଟେଷ୍ଟି ଲାଗୁଥିଲା ଯୋଉଟା କି ଆମେ ବି ଖାଇପାରୁନଥିଲୁ। ଏଇଟା ଗୋଟେ ଏମିତିକା ରେସିପି ଆଜି ଯାଏ ତାପରଠୁ ଆମେ ଟ୍ରାଏ ବି କରିନୁ। ବାକି ଆଜି ଯେହେତୁ ବର୍ଷା ହେଉଛି, କ୍ରିସ୍ ସ୍କୁଲ ବି ଯାଇପାରିବନି, ବର୍ଷାରେ କେମିତି ଯିବ? କିନ୍ତୁ ସ୍କୁଲ ଆମର ଏଇଠି 1 କିଲୋମିଟର, କିନ୍ତୁ କ୍ରିସ୍ ଯାଇପାରିବନି, 200-300 ମିଟର ଭଳିଆ ହବ, କିନ୍ତୁ ସେ ଯାଇପାରିବନି ଯେହେତୁ ବର୍ଷା ହେଉଛି। କ'ଣ କରିବା? 500 ମିଟର ଇଏ ତ ଆହୁରି କମିଗଲା, ମାନେ କ୍ରିସ୍ କିନ୍ତୁ ଯାଇପାରିବନି, ବର୍ଷା ନାହିଁ, ଛତା ପତା ନାହିଁ, ସେ କ'ଣ କରିବ? ସେଥିପାଇଁ ସେ ଚାପି ଯାଉଛି। ଆମେ ବି ଛୁଆ ବେଳେ ଏମିତି ଚାପି ଯାଉ, ନୁହେଁ? ଲିପାଦିର ମୋର ଲିପାଦି ଯୁଆଡେ ଯିବ ମୁଁ ତା ପଛ ପଛ ଲୁଚି ଯିବି, ମୁଁ ଯିବିନି ସ୍କୁଲ। ମୋର ଯେତେବେଳେ ହେଇଥିଲା ପଞ୍ଚମ, ତୋର ଯେତେବେଳେ ସପ୍ତମ, ଆଉ କ'ଣ 3 ବର୍ଷ କୋଉଠି 2 ବର୍ଷ ନା? ମୋର ଅଷ୍ଟମ ବେଳେ, ତୋର ଯେତେବେଳେ ଦଶମ ତୁ କ୍ରସ୍ କରିସାରିଲୁ, 2 ବର୍ଷ ହେଲା। ସେ ଯେତେବେଳେ ଯିବ ମୁଁ ତା ପଛ ପଛ ଏମିତି ଦୌଡୁଥିବି ଯିବିନି ବୋଲି। ବାକି ଏବେ ତ ସରିଗଲା, କ୍ରିସ୍ ଯେହେତୁ ଛୁଆ ଅଛି ସିଏ ବି ତାର ସେଇଭଳିଆ ଚଲେଇଛି। ତ ଦେଖିବା ଆଜି କେମିତି କ'ଣ ଭିଡ଼ିଓ ହେଉଛି। ଯଦି ଆଜି ମଞ୍ଚୁରିଆନ୍ କରିବୁ ତ ଥୟ ନିହାତି, ତ ରେସିପିଟା ଆପଣମାନଙ୍କ ପାଇଁ ସେୟାର କରିବୁ, ବୋବାଲିଆ ରେସିପିଟା। କ୍ରିସ୍ କ'ଣ କହୁଛୁ? ହବ ତ? ଓକେ ଚାଲ ଯିବା ଏବେ। ଦେଖନ୍ତୁ କେତେ ଜୋରେ ବର୍ଷା ଚାଲିଛି, କଣ୍ଟିନ୍ୟୁ ବର୍ଷା ଛାଡ଼ିବାର ନାଁ ନାହିଁ, ଦାଣ୍ଡ ସାରା ପୁରା ପାଣି। ଏଇ ବର୍ଷାରେ ଭିଜି ଭିଜି ବାପା ଯାଇଛନ୍ତି ଆମ ପିଛାକୁ ମାଛ ଆଣିବା ପାଇଁ। ମୁଁ କହିଲି ବାପା ମୁଁ ଯିବି ବୋଲି, ବାପା ମୋତେ ପାଟି କଲେ, କହିଲେ ଏତେ ଜୋରେ ବର୍ଷା ହେଉଛି, ମାନେ ମୁଁ ଚାଲିକି ଯିବି ଭିଜିଯିବି, ଆଉ ତୁ କ'ଣ ଯିବୁ? ବର୍ଷା ନ ହେଇଥିଲେ ମୁଁ ଯାଇଥାନ୍ତି, ଆପଣମାନଙ୍କୁ ଆଉଥରେ ସେଇଟା ଦେଖେଇଥାନ୍ତି, କିନ୍ତୁ କ'ଣ କରିବା, ବର୍ଷା ମୋତେ ଯାଇ ହେଉନି। ଆଉ ଏତେ ଜୋର ବର୍ଷାରେ ବାପା ଭିଜି ଭିଜା ଯିବେ, ମୁଁ ପୁଣି ଯିବି ନା, ସେଥିପାଇଁ ଗଲିନି। ବାକି ବାପା ମାଛ ନେଇକି ଆସନ୍ତୁ, ଅଲରେଡ଼ି ବାପା ଭିଜି ଭିଜିକା ମାଛ ଧରିକି ଆସୁଥିବେ ମୁଁ ଜାଣିଛି, କାହିଁକିନା ଛତା ଗୋଟିଏ ଧରି ଯାଇଛନ୍ତି, ସିଏ ନିଜେ ଖୋଲିବେ ପିଛା ହେଲା ଆଣିବେ ମାଛ, ବହୁତ ସାରା ଟେନସନ୍। ଆଉ ଜଣେ କିଏ ଯାଇଥିଲେ ତାଙ୍କୁ ଟିକେ ସୁବିଧା ହେଇଥାନ୍ତା, କିନ୍ତୁ କ'ଣ କରିବା। ବାକି ବାପା ଆସନ୍ତୁ, ଦେଖିବା କେତେ କ'ଣ ମାଛ ଆଣିଛନ୍ତି, ଯାହା ବି ଆସିବ ଆପଣମାନଙ୍କ ସାଙ୍ଗେ ସେୟାର କରିବି। ବାକି ଆପଣମାନେ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ। ବର୍ଷା ଦିନରେ ଆମ ଘରେ କେମିତି କ'ଣ ସବୁ କଟୁଛି ଦିନଟା ଦେଖିବେ। ଲିପାଦେବୀ ଯାଇପାରିଲାନି, ସେଇ ହିସାବରେ ଲିପାଦେବୀ ଗଲାନି, କ୍ରିସ୍ ବି ରହିଯାଇଛି। ଚାଲ ଦେଖିବା କ'ଣ ହେଉଛି। ଆଉ ମାଛ ଖବର କ'ଣ? ମାଛ ପଡ଼ିନାହାନ୍ତି, ପଡ଼ିବ ବର୍ଷା ପାଣି ପଡ଼ିଲେ। ମାନେ ବାପା ଯାଇ ଇଚ୍ଛା କରିକି ସବୁ କରିକି ଫ୍ଲପ୍, ସବୁଦିନ ଟିକେ ଟିକେ ପଡ଼ିଥିଲା, ଆଉ ଦେଖିଲା ବେଳକୁ ଟୋଟାଲ୍ ନାହିଁ। ବର୍ଷା ହେଉଛି ଏବେ ଦେଖ, ବର୍ଷା ଚାଲିଛି କଣ୍ଟିନ୍ୟୁଅସଲି, କମିନି, ଝିପି 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 ଚଲେଇଛି, ତାପରେ ବି ମାଛ ଜମା ପଡ଼ିନାହାନ୍ତି। ମୁଁ ଯିବି ବୋଲି କହୁଥିଲି ପିଛାକୁ, କ'ଣ କରୁଛୁ? ଲୋହୁଣୀ ଏ ଆଉ ଦୌଡ଼ି ଯାଇଥିଲ ଏଠି ଥିଲା ମନ ଝିଅ ମୋର ଆଉ ଝିଅ ବହୁତ ଦିନ ପରେ ମୁଁ ଦେଖଉଛି ଘିଅ ଫିଅ କାମ ଗୁଡ଼ାକ ବଢ଼ିଆ ସେ ବାହାରୁଛି। ଏଇଟା ଆଉ ବାହାରିବନି, ଏଇଟା କ'ଣ ବୁଲା ସରିଛି? ଇଏରେ ନର୍ମାଲ ବୁଲେଇଥାନ ନା, ନାହିଁ ଅଳ୍ପ କ୍ଷୀର ନା। 21 କେଉଁଟାରେ ବସେଇବୁ, ଗ୍ୟାସ୍ରେ ନା ଏଠି ଉମେଇରେ? ଓଦା ହେଇଛି ଯୋଉଠି କ୍ଷୀର ବସେ। ଦେଖିଆ ହଉ ଚାଲ ଦେଖିଆ ହବ। ଦହିଟା ରଖିବି ଖାଇବା ଦହି ପିଓର ଦହି, ୟା ଦେହରେ କିନ୍ତୁ ଭାସୁଛି ଦେଖୁଛୁ, ଲୋହୁଣୀ ଭାସୁଛି। ଆଉ ଏପଟେ ଲୋହୁଣୀ, ଦହି କି ଲୋହୁଣୀ, ଏଇଟା ଟିକେ ଫ୍ରିଜ୍ ରଖିଦେବୁ, ଖାଇ ପୁରା ମଜା ଆସିଯିବ। ସବୁ ସରିଗଲା। କ'ଣ ଦହି କ୍ଷୀର ଗାଈ ଆଉ କ୍ଷୀର ଦଉନି? ଆଉ ଗାଈ ଆଉ କ୍ଷୀର ଦଉନି ତୁ? ଏଠି ଆମର ଗ୍ୟାସ୍ରେ ଯେହେତୁ ବର୍ଷା ହେଉଛି, ନହେଲେ ଉମେଇରେ ହେଇଥାନ୍ତା। ଏଇଟା ପୁରା ତଳରେ ତଲରିବ, ଉତୁରିଲେ ବୋଉ କହିଛି ଟିକେ ଏଇଟା ଚାମଚରେ ଘାଣ୍ଟିବା ପାଇଁ। ବାକି ଦେଖିଆ ଇଏ ହଉଥାଉ। ଘିଅ 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 ଘିଅ
ଅଲରେଡ଼ି ଇଏ ଫୁଟିକି କ'ଣ ଫୁଟି ଫୁଟି ମରିବ ପାଣି ଅଂଶଟା। ମୁଁ ଏଟା ଗୋଳେଇ ଦେଲି। ଆଉ କ'ଣ ହବ ଏଥିରେ? ଆଉ ଏଥିରେ କିଛି କାମ ନାହିଁ। ବାସିଲାଣି ଟିକେ ଟିକେ। ୟା କୋରୁଅଟା ଆଜି ମୁଁ ଖାଇବି। ଧଳା ଧଳା କୋରୁଅ ଯୋଉ ହୁଏ। ଚାଲ ଘିଅ ଘିଅ ଦୌଡ଼ ଭାଇ ଘିଅ ହେଇଗଲାଣି। ହେଇଗଲାଣି। ହଁ ଫେଣ ଫେଣ ବାହାରିଲା। ଫେଣଟା ବାହାରୁଛି ତାର ଫୁଟ ବାନ୍ଧି ହେଇଗଲାଣି ଜାଣିଛ ନା ଟୋଟାଲ। ବନ୍ଦ କରିଦେବୁ। ଓକେ 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 ଘିଅ ରେଡ଼ି ରେଡ଼ି ନେଇ ଚାଲ। ଆଉ ଟିକେ ତଳକୁ କର। ଇଆଡ଼କୁ ଆଣ ଇଆଡ଼ୁ। ଏମିତି ଏମିତି ଥାଉ। ତ ସାଙ୍ଗମାନେ କ୍ୟାମେରାମ୍ୟାନ୍ ଆଜି କ୍ରିସ୍ ଦେଖନ୍ତୁ ପ୍ରଥମ ଥର ପାଇଁ ସିଏ ଗୋଟେ ଭ୍ଲଗିଂ ଟାଇପ୍ର କ୍ୟାମେରା ଧରିଛି। ୱାଓ ତୁ ତ ଭଲ ଧରି ପଡ଼ୁଛୁ। ଛୋଟ ଛୁଆମାନେ ଭ୍ଲଗ୍ କରି ଗୋଟେ ଧରିଛନ୍ତି। ଇଏ ଗୋଟେ ଛୁଆ ଦେଖନ୍ତୁ ବର୍ଷା ଯେହେତୁ ହେଉଛି କାମ କିଛି ନାହିଁ ଦିଦି ସ୍କୁଲ ପଳେଇଛି ସିଏ କ'ଣ କରିବ ବସିକି କ'ଣ କରୁଛୁ? ଇଏ କ'ଣ ଇଏ କ'ଣ? ତୁ ଯଦି କ୍ୟାମେରା ଧରିବୁ ତାହେଲେ କ୍ୟାମେରାମ୍ୟାନ୍ କୋଉଠି ଉଡ଼ିକି ପଳେଇବ। ଛାଡ଼ ମୁଁ ଧରିଦେଉଛି। କ୍ରିସ୍ ଧରିବାର ଅସଫଳ ହେଲେ ସେଥିପାଇଁ ମୁଁ କ୍ୟାମେରା ଧରିଦେଲି। ଆଉ ବର୍ଷା ହେଉଛି ସ୍କୁଲ ନ ଯାଇ କାମ କ'ଣ ତୋର କହ କ'ଣ ଚାଲିଛି? କ'ଣ ଖେଳ ହେଉଥିଲା? ଗାଡ଼ି ଗାଡ଼ି କେଉଁ ଗାଡ଼ି? ଏଇ ଗାଡ଼ି। ଆଚ୍ଛା ତ ସାଙ୍ଗମାନେ ଆଜି ହେଉଛି ଆମର ପ୍ଲାନିଂ ଟିକେ ଅଛି ଗୋଟେ ବଢ଼ିଆ ରେସିପିଟା କରିବାର। ଲିପାତି ସେଇଟା ବନେଇବ ନା କ'ଣ କ୍ରିସ୍? କ୍ରିସ୍ ମୁଁ ଲିପାତି 3 ଜଣ କରିବୁ ଯେହେତୁ ଆଉ କେହି ନାହାନ୍ତି ଘରେ। ବର୍ଷା ଯେହେତୁ ହେଉଛି ଆଉ କାମ କ'ଣ କିଛି କିଛି ଘରେ କରିକି ଖାଇବା। ଯେହେତୁ ନନଭେଜ୍ ଲିପାତି ଖାଉନି ସେଥିପାଇଁ ଆମେ ନନଭେଜ୍ର କିଛି ଆଇଟମ୍ କଲୁ ନହେଲେ ନନଭେଜ୍ ଆଇଟମ୍ ହେଇଥିଲା। ବସୁ ତ ଆପଣମାନେ ଭିଡ଼ିଓ କଣ୍ଟିନ୍ୟୁ କରନ୍ତୁ। ଯେତିକି ଯାହା ହେଇପାରିବ ମୁଁ ସେୟାର କରିଦେବି। ଦେଖିବା ଯେହେତୁ ଭିଡ଼ିଓ ନାହିଁ ଗୋଟେ ଦିନର ଭିଡ଼ିଓ କରିକି ଭାବୁଛି ଆଜି ଛାଡ଼ିବି ବୋଲି ଯେଉଁଟା ଆଜି ଆପଣମାନେ ଦେଖିପାରିବେ। ଦେଖାଯାଉ କ'ଣ ହେଉଛି। ଯଦି ଟିକେ ଲଙ୍ଗ୍ ଭିଡ଼ିଓ ହେବ ତ ସେୟାର କରିଦେବି ଆଜି ନହେଲେ ନାହିଁ ଆଜି ଗୋଟେ ଦିନ ସ୍କିପ୍ ହେବ ପୁଣି କାଲିକି ପଡ଼ିବ। ତ ଚାଲ ଦେଖିବା ଆଗକୁ କ'ଣ ହେଉଛି ନା କ'ଣ କ୍ରିସ୍? ଏତିକି ଘିଅ ହେଲା। ଘିଅ ଡବା ପଳେଇ ଆସିଲା ପୁରା। ଏଇଟାରେ ଆମର ଘିଅ ରୁହେ ବାକି ଖତମ ହେଇଯାଇଛି। ମାଲୋ ମା କେତେ ଘିଅ ଇଏ ଏତିକି ଟୋଟାଲି ବାହାରିଲା ଆଜିର କଲେକ୍ସନ୍। ହେ କରୁ ଟିକେ ପଡ଼ିଛି ଆଉ ଖାଇଦେବା ଆଉ। ଏଇ ସାଇଡ଼୍ରେ ଦେଖ କେତେ ଅଛି।